ସେ ଗୋଟେ ବାର୍ତ୍ତା ଦେଉଛନ୍ତି। ସେ ବାର୍ତ୍ତାର ଉଦ୍ଦେଶ୍ୟ ହେଲା ମୋର କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ। ଆମେ ବାର୍ତ୍ତା ଦିକି ନେଇକରି ଆସିଲୁ, ଯାହା କରିବା କଥା ନୁହେଁ ସେୟା କଲୁ। ତେବେ ସେ ବାର୍ତ୍ତାକୁ ଆଣିଲୁ କାହିଁକି, ପଢ଼ିଲୁ କାହିଁକି, ଘରେ ରଖିଛୁ କାହିଁକି? ଏସବୁ ଆମ ଭିତରେ ଗୋଟାଏ ଭ୍ରମ। ତେବେ ଆମେ କାହିଁକି ଜନ୍ମ ହେଇଛୁ? ସେ ଜନ୍ମର ଯେତେ ଅର୍ଥ ଇଏ ପୃଥିବୀର ଜ୍ଞାନୀ ମାନି ସାଧକ ମହାତ୍ମା ମାନେ ଯେତେ ବହି ଲେଖିଛନ୍ତି, ଆପଣ ବି ତା ଭିତରୁ 10-20ଟା ବହି ପଢ଼ିଲେ ବି ହେବ। ଆପଣ ଯଦି କହିବେ ମୁଁ ସବୁଦିନ 10ଟା ଲେଖା ବହି ପଢ଼ିବି, ପଢ଼ନ୍ତୁ, କିନ୍ତୁ କିଛି ପାଇବେନି। ସେ ପଢ଼ିବାରେ କିଛି ପାଇବେନି। ପଢ଼ିବାଟାକୁ ଯଦି ଭଲ କରି ବୁଝିବେ ତାହେଲେ ପାଇବେ। ପୁଣି ବୁଝି ସାରି ଯଦି କରିବେ, ସେଇ କାମଟାକୁ କରିବେ, ତାହେଲେ ଆପଣ ପାଇବେ। ଆଉ ବହି ପଢ଼ିଲେ କ'ଣ ଗୋଟେ ହେଇଯିବ, ସେ ବହି ପଢ଼ିଲେ ଗୋଟେ ଜ୍ଞାନ ବଢ଼ିପାରେ, କିନ୍ତୁ ସେ ଜ୍ଞାନ କ'ଣ ଆମକୁ ଖାଇବାକୁ ଦେବ? ଜଣେ ମୂର୍ଖ ଲୋକ ଜମା ପାଠ ପଢ଼ିନି, ସେ ଟିପ ଚିହ୍ନ ଦେଇକିରି ମାନେ କାମ କରୁଛି, ତାକୁ ଦସ୍ତଖତ କରିବି ଆସେନି। ସେଇ ଲୋକଟି ଯଦି ଗୋଟେ ଖନ୍ଦାଶାଳରେ କି ରୋଷେଇ ଘରେ ତାକୁ ପହଞ୍ଚେଇ ଦେବ, ସେଠି ଚାଉଳ ଅଛି, ଡାଲି ଅଛି, ପନିପରିବା ସବୁ ଅଛି, ତାକୁ ଗୋଟେ ଆସନ ଦେଇଦେବ, ସେ ଯାଇ ବସିବ। 2 ଘଣ୍ଟା ପରେ ବାହାରିବ, କ'ଣ ସବୁ ତରକାରୀ ଫରକାରୀ କଲ? କିଛି ନାହିଁ। ଚାଉଳ ଯେଉଁଠି ଅଛି ସେଇଠି, ଡାଲି ଯେଉଁଠି ଅଛି ସେଇଠି। ସେଥିପାଇଁ ଆମର କର୍ମବୀର ଗୌରୀ ଶଙ୍କର ଲେଖିଥିଲେ, ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଧନ୍ୟ, କର୍ମେ ଯିଏ ନର କର୍ମ ଏକା ତାର, ଜୀବନର ମାନଦଣ୍ଡ। ମୋତେ ବି ଏବେ ବହୁତ ଭାବୁକ ବା ବ୍ୟକ୍ତିମାନେ ମୋତେ ବି ସବୁବେଳେ ସୂଚଉଛନ୍ତି ବା ମନେ ପକାଇ ଦେଉଛନ୍ତି ଯେ ବାବା ଆପଣ ଆଉ ଏତେ ବୁଲନ୍ତୁନି। ମୁଁ ତାକୁ ଭାବେ, ଯଦି ମୁଁ ଆଉ ବୁଲିବି ନାହିଁ, ହଉ ଆଜିଠାରୁ ସଂକଳ୍ପ କଲି ମୁଁ ବୁଲିବି, କରିବି କ'ଣ? କ'ଣ ଖାଲି ଚେୟାରରେ ବସିବି? ଖାଲି ଚେୟାରରେ ବସିବି, ନହେଲେ ଆରାମ ଚେୟାରରେ ବସିବି? ଏଇ କାମଟି ଯଦି ମୁଁ କରିବି, ଏଇଥିରେ କ'ଣ ଚାଷ ବାସ ବାଣିଜ୍ୟ ସବୁ ହେଇଯିବ? ତେଣୁ ଭୋଦେବ କର୍ମପାଦେ ସେବ ବୋଲି କୁହାଯାଇଛି। କର୍ମଠାରୁ ବଡ଼ ଦେବତା ଦୁନିଆରେ କିଛି ନାହିଁ। ଏଇ ପବିତ୍ର ଆଶ୍ରମରେ ପ୍ରତ୍ୟେକ ଦିନ କେତେ ଲୋକ ପ୍ରସାଦ ପାଆନ୍ତି, ମୁଁ ତା'ର ହିସାବ କିଛି ଜାଣିନାହିଁ। ମୁଁ ଯଦି କହିବି 30 ବର୍ଷ ପୂର୍ବରୁ କହିବି, ଏବେ କ'ଣ ହେଉଛି ତା ମୁଁ ବିଶେଷ ଲକ୍ଷ୍ୟ କରିପାରୁନି। ଯଦି ଦିନକୁ 200 ଲୋକ ପ୍ରସାଦ ପାଉଛନ୍ତି କି 100 ଲୋକ ପାଉଛନ୍ତି, ଆମକୁ ଯିଏ ପଚାରିବ କେତେ ଲୋକ ଖାଉଛନ୍ତି, ଆମେ କ'ଣ କହୁ 30 ଜଣ ଖାଉ। ଏଇଥିରେ କ'ଣ ହିସାବଟା ମେଣ୍ଟିଯିବ? ସେ ଚାଉଳଟା ଆଇଲା କେଉଁଠୁ, ଜିରା ଫୁଟଣ ଆଇଲା କେଉଁଠୁ, ଡାଲି ଆଇଲା କେଉଁଠୁ, ତାକୁ କିଏ ଦେଲା ଆମକୁ? ଆମର ତ କିଛି ଜମିବାଡ଼ି ନାହିଁ,
ଜମିବାଡ଼ି ଯେଉଁମାନେ ଘର ସଂସାର କରିଛନ୍ତି ସେମାନଙ୍କ ଭିତରେ ଜମି ଅଛି ବାଡ଼ି ଅଛି ସବୁ ଅଛି, ଆମର କ'ଣ ଅଛି? ହେଲେ କ'ଣ ପାଇଁ ଏତେ ଲୋକ କେଉଁଠୁ ଖାଇଲେ, କେମିତି କ'ଣ ଆସିଲା? ତେଣୁ ପ୍ରକୃତରେ ଲୋକବଳ, କର୍ମବଳ ଆଉ ଆଗ୍ରହ, ଆନ୍ତରିକତା, ଏଇ 3-4ଟି କଥା ଯଦି ଆମ ପାଖରେ ରହିବ ତାହେଲେ ମଧ୍ୟ ଆମେ କିଛି ପରିମାଣରେ ଆମେ ଆଗେଇ ପାରିବା। ଯେଉଁମାନେ ଏସବୁ କଥାକୁ ମାନେ କରୁନାହାନ୍ତି ସେ 2 ଦିନ ଖାଇଲେ ଦିନେ ଉପାସ ରହୁଛନ୍ତି। କର୍ମ ସିନା କରେ ମଣିଷକୁ ବଡ଼, ଧର୍ମ ବଡ଼ କରେ ନାହିଁ। ମଣିଷକୁ ଯଦି କେହି ବଡ଼ କରେ ସେ ହେଉଛନ୍ତି କର୍ମଦେବତା। ସେ କର୍ମଦେବତାଙ୍କର ବାସ୍ତବ ପ୍ରତୀକ ହେଉଛନ୍ତି ସ୍ୱୟଂ ବଳଦେବ ବା ବଳରାମ ଅବତାର। ସିଏ କର୍ମବୀର ବୋଲି ଭାଇ ଭାଉଜଙ୍କୁ ଜଗିବାକୁ ଯାଇଥିଲେ। ଭାଇ ଭାଉଜ ତାଙ୍କର ଜଙ୍ଗଲରେ ବୁଲୁଥିଲେ, ତାଙ୍କର କେଉଁଠି ଯେଉଁଠି ଇଚ୍ଛା ହେଉଥିଲା ରହୁଥିଲେ। ଫଳ ଆଉ ତ କେଉଁଠି ଷ୍ଟୋଭ୍ ଫୋଭ୍ ତ ଗ୍ୟାସ୍ ନେଇନଥିବେ, ସେ ତ କେଉଁଟା ରୁଟି କି ଡାଲି କିଛି କରିକି ଖାଇବା ପାଇଁ। ତାହେଲେ ମୁଁ ସେ କଥାରେ ଭାବେ ଇଏ ଖାଉଥିଲେ କ'ଣ, ମୋ ଏଇ ଭାବନାଟା ମୋର ଅଛି। ମୁଁ ମାନେ ଇଏ କରି କହୁନି। ଏ ଯେଉଁ 14 ବର୍ଷ ବୁଲିଲେ, ଇଏ 14 ବର୍ଷ ତାଙ୍କ ବୁଲିକିରି ରୋଷେଇବାସ କେଉଁଠି କଲେ? ଦାଦା ପାଖରେ ତ ପଇସା ଜମା ନଥିବ, ଇଏ ପୁଣି ଯାଇକିରି କେଉଁ ଦୋକାନରୁ ସଉଦା ଆଣିକିରି ରୋଷେଇ କଲେ? ତେଣୁ ଆକୁ ଜଣେ କିଏ ଲେଖିଦେଇଛି, ଆମେ ବି ତାକୁ ପଢ଼ି ଦେଉଛୁ ଏବଂ ଆମେ ଯେତେବେଳେ ଅନ୍ୟକୁ କହୁଛୁ ସିଏ ଯେମିତି ଜାଣିବ ଯେ ଇଏ ଗୋଟେ ମହାନ ପଣ୍ଡିତ। କିନ୍ତୁ କର୍ମର ପ୍ରତୀକ ଥିଲେ ଲକ୍ଷ୍ମଣ। ରାମଙ୍କ ଭୂମିକା ଅଲଗା ଥିଲା। ତାଙ୍କୁ ଆମେ କେଉଁ ଭୂମିକାରେ ଥିଲେ ବୋଲି ଆମେ ଏଇଟା କହିବା ବି ଆମର ଭୁଲ ହେଇଯିବ। ଲକ୍ଷ୍ମଣ ଥିଲେ କର୍ମର ଭୂମିକାରେ। ସେ ଫଳମୂଳ ସଂଗ୍ରହ କରୁଥିଲେ, ମା ଜାନକୀଙ୍କ ପାଖରେ ରହୁଥିଲେ। ମା ଜାନକୀଙ୍କର କର୍ମ ହେଲା ସେ ତାକୁ ଧୁଆ ଧୋଇ ପରିଷ୍କାର ପରିଚ୍ଛନ୍ନ କରିକିରି 3 ବାଣ୍ଟ କରନ୍ତି। ଗୋଟିଏ ବାଣ୍ଟ ରାମଙ୍କର, ଗୋଟିଏ ବାଣ୍ଟ ଲକ୍ଷ୍ମଣଙ୍କର, ଗୋଟିଏ ବାଣ୍ଟ ସୀତାଙ୍କର। କିନ୍ତୁ ଲକ୍ଷ୍ମଣଙ୍କୁ ଯେଉଁ ବାଣ୍ଟଟି ଦିଅନ୍ତି ସେ ବାଣ୍ଟଟି ରାତିରେ ଲକ୍ଷ୍ମଣ ଖାଆନ୍ତି। କାହିଁକି ଖାଆନ୍ତିନି ନା ରାତିଟା ହେଉଛି ଗୋଟେ ନିଶାଚର। ନିଶାଚର ମାନେ ରାତିରେ ଯିବା ଆସିବା କରନ୍ତି, ଚୋର ଡକାୟତ ତସ୍କର ଭୂତ ପ୍ରେତ। ତେଣୁ ମୁଁ ଯଦି ଖାଇଦେବି ମୋ ନିଦ ମାଡ଼ିବ, ମୁଁ ଶୋଇପଡ଼ିବି। ତେଣୁ ସେ ଫଳ ଯାକ ତାକୁ ସବୁ ସାଇତିକିରି ରଖୁଥିଲେ। କର୍ମ ହେଉଛି ଗୋଟେ ଏତେ ବଡ଼ ଦେବତା। ଆମେ ଶିଶୁ ଅନନ୍ତଙ୍କୁ ଆମେ କପଡ଼ା ପିନ୍ଧେଇଛୁ, କପଡ଼ା ଆମେ ପିନ୍ଧେଇଛୁ। ଆପଣମାନେ ଭାବୁଛନ୍ତି କି ଶିଶୁ ଅନନ୍ତ ବୋଧେ ଆପେ ଆପେ ସେ ଲୁଗା କର୍ମ ସବୁ ପିନ୍ଧିଛନ୍ତି କି ଜ୍ୟୋତିପ୍ରଭା ପିନ୍ଧିଛନ୍ତି, ସେ ତାଙ୍କର କବାଟ ଉଜେଇକିରି ଲୁଗା ବଦଳେଇଛନ୍ତି? ତେଣୁ ଏସବୁ ନୁହେଁ। ଆମକୁ ଯେମିତି ଭଲ ଦେଖାଯିବ, ଆମେ
ଯେଉଁ ରୂପରେ ତାଙ୍କୁ ଦେଖିଲେ ଆମେ ଆକର୍ଷିତ ହେବା, ସେଇ ଭାବଟି ଆମର ଦରକାର। ଆମେ ସେମିତି ସଜେଇବୁ। ଫୁଲ, ଚନ୍ଦନ, ଧୂପ, ଦୀପ, ବସ୍ତ୍ର ଯାହା ବି ଦେଇଛୁ ତାଙ୍କୁ କିଛି ଦେଇନୁ। ଏଇ ଯେଉଁ ଆପଣମାନେ ଦେଖୁଥିଲେ ଟିଭି ପରଦାରେ ମାନେ ଖାଲି ଫୁଲ କ'ଣ ଖୋସୁଛନ୍ତି, ମାନେ କ'ଣ କିଛି କାମ ନାହିଁ। ତାପରେ ମାଳା ବସି ହେଲେ ଜପନ୍ତେ, ଖାଲି ଫୁଲ ଗୁଡ଼ିକ କ'ଣ ସେ ଖସି ପଡ଼ୁଛି, ଏଟାକୁ ପିନ୍ଧଉଛନ୍ତି। ଏଇ କାମରେ ତାଙ୍କର ଗୋଟାଏ ଓଳି କି ଗୋଟାଏ ଦିନ ଗଲା। ତେଣୁ କର୍ମ ହେଉଛି ମଣିଷର ସର୍ବଶ୍ରେଷ୍ଠ ଚାକିରି। ଜଣେ ବିବାହ ହୁଏ, ତାର ବାହାଘର ଲାଗିଲା। ଯଦି ତାର ବାହାଘର ଲାଗିଲା, ସେ ବାହାଘରର ବାହାଘରରେ କେତେ କଥା ହେଲା। ହରିବୋଲ ପଇଲା, ହରିବୋଲ ପଡ଼େନି, ହୁଳୁହୁଳି ପଇଲା, ଶଙ୍ଖ ବାଜିଲା, ଅଙ୍କ ହେଲା, ହଁ, ଛେଳି କଟା ହେଲା, ଇଏ କ'ଣ କୁକୁଡ଼ା କଟା ହେଲା, ଏତେ କଥା ହେଲା। କିନ୍ତୁ ବାହାଘରଟି କେଉଁଠି ହେଲା? ନା ବେଦୀ ଉପରେ ହେଲା। ବେଦୀ ଉପରେ ଯଦି ତାକୁ କଲେ କିଏ? ବ୍ରାହ୍ମଣମାନେ କଲେ। ସେ ଶିଖିଥିଲେ ପରେ, ଆଉ ପଡ଼ିଗଲେ ଆଉ କ'ଣ। ତାଙ୍କୁ ବି ଯଦି ପଚାରିବ ଇଏ ମନ୍ତ୍ର ଅର୍ଥ କ'ଣ, ସେ ମନ୍ତ୍ର ଅର୍ଥ କ'ଣ, ସେ କିଛି କହିପାରିବେ। ବହୁତ ଲୋକ କହିପାରିବେ, ସମସ୍ତେ ନୁହେଁ। ତାହେଲେ ବାହାଘରଟା କେଉଁଠି ହେଲା? ଆଉ ସେ ବାହାଘରର ମିନିଂଟା କ'ଣ? ସେ ବାହାଘରଟା ହେଲା କେଉଁଠି? ହାତରେ ହାତ ଯେତେବେଳେ ଗଣ୍ଠି ବହିଲା, ଯେତେବେଳେ ବ୍ରାହ୍ମଣ ଗାଇ ଉଠିଲା, ସେତେବେଳେ ଯେ ମନ୍ତ୍ରକୁ ନ ଗାଇଲେ ବି ଚଳନ୍ତା, କିନ୍ତୁ ଗାଉଛନ୍ତି ଗୋଟେ ଗାଁଠୁ କାହିଁ ଆମେ ମନା କରିବା। ସେ ଯଥା ରାବଣ ସହ ମନ୍ତ୍ର ଧରି, ଅମକ ସହ ଅମକ ଧରି, ସେଇ ଗୋଟାକ ହେଉଛି ବାହାଘର। କେହି ଭାବିବେ କ'ଣ ମନ୍ତ୍ର ବ୍ରାହ୍ମଣ ପଡ଼ିଲାଣି, 2 ଘଣ୍ଟା ହେଲାଣି, ଇଏ ଗୋଟେ ଲୋକ କହୁଛି ବାହାଘର ହେଉଛି ସେଇ ଗୋଟାକ। ହାତ ସାଙ୍ଗରେ ହାତକୁ ମିଳେଇ ପରୋକ୍ଷରେ ସେ ସମାଜକୁ ଶିକ୍ଷା ଦେଉଛି, ବା ମଣିଷକୁ, ତା ପୁଅ ଝିଅଙ୍କୁ, ତା ଭାଇ ଭଉଣୀକୁ, ତା ବନ୍ଧୁବାନ୍ଧବଙ୍କୁ ଶିକ୍ଷା ଦେଉଛି। ହାତରେ ହାତ ମିଳେଇ କାମ କର। ଆଉ ଯଦି ହାତରେ ହାତ ମିଳିବନି, ତାହେଲେ କର୍ମଟା କେମିତି ହେବ? ତେଣୁ କର୍ମ କହିଲେ ପ୍ରକୃତରେ କେବଳ ଖଡ଼ା କଠ ଲଗେଇବା ଯେ କର୍ମ, ସେ କଥା ନୁହେଁ। କର୍ମ ହିଁ କର୍ମ ହେଇକରି ସବୁବେଳେ ରହିବେ। କର୍ମ ହିଁ ଦେବତା। କର୍ମ ପାଇଁ ପୃଥିବୀ ସୃଷ୍ଟି ହେଇଛି। ଇଏ ହେଲା ପ୍ରକୃତର ବାହାଘର। ଇଏ ବାହାଘରରେ କେଉଁ ବ୍ରାହ୍ମଣ କେବେ ବି କହିଲେଣି ଆରେ ବରକନ୍ୟା ଟିକେ ମୋ ଆଡ଼କୁ ଅନା, ମୁଁ ଟିକେ କହୁଛି ଶୁଣ। କ'ଣ କିଏ କହିଛି? ଧର ମୋତେ ଯଦି କିଏ କହିବ ଆପଣ ଏତିକି ବେଳେ 2 ମିନିଟ୍ କହୁନାହାନ୍ତି, ମୋତେ ଯଦି କିଏ କହିବ ଆପଣ ଟିକେ ଏଇ 2 ମିନିଟ୍ କ'ଣ କହିଦିଅନ୍ତୁ, ମୁଁ କ'ଣ କହିବି? ମିଳିମିଶି କାମ କର। ସହନା ଭବତୁ ସହନୌ ଭୁନକ୍ତୁ ସହ ବୀର୍ଯ୍ୟଂ କରବାବହୈ। ଇଏ ମିଳିମିଶି କାମ କରିବେ ନାହିଁ। ଇଏ ତାଙ୍କ ଆଡ଼କୁ ଅନେଇବେନି କି ସିଏ ତାଙ୍କ ଆଡ଼କୁ ଅନେଇବେ।
କାମଟା କ'ଣ ଆଉ କାମ କେମିତି ହେବ? ଆପଣ ଯେଉଁଠିକି ଦେଖନ୍ତୁ, ଯେଉଁ ସ୍ଥାନକୁ ଲକ୍ଷ୍ୟ କରନ୍ତୁ, ମିଳିମିଶି କାମ କର, ଶାସ୍ତ୍ର ଆମର କହିଛି। ତାପରେ ଆଉ କ'ଣ ମିଳେଇବ? ଖାଲି ହାତକୁ ହାତ ମିଳେଇ ଦେଲେ କାମ ହେଇଗଲା ନା କ'ଣ? କଥା ବି ମିଶିବା ଦରକାର, ବ୍ୟବହାର ବି ମିଶିବା ଦରକାର, ଦାନ ବି ମିଶିବା ଦରକାର, ସାହାଯ୍ୟ ସହଯୋଗ ମିଳିବା ଦରକାର, ସେବା ବି ମିଳିବା ଦରକାର, ପ୍ରେମ ବି ମିଳିବା ଦରକାର। ଆଉ କିଛି ନାହିଁ। ବ୍ରାହ୍ମଣ କହିଛନ୍ତି ହାତକୁ ହାତ ଆସ ମିଳେଇ ଦେବା, ଏଇ ହେଲା ବାହାଘର। ମୁଁ ଯେତେବେଳେ ଏବେ ଆଉ ସେ ଯେଉଁ ବର ବାହାଘର ନିମନ୍ତ୍ରଣ ପାଇଲେ, ମୁଁ ଗୋଟେ ଚିଠି ଲେଖୁଥିଲି, କେତେବେଳେ ଗୋଟେ ଓଡ଼ିଆରେ, କେତେବେଳେ ଟିକେ ଇଂରାଜୀରେ ମୁଁ ଲେଖୁଥିଲି। ଏବେ ଆଉ ମୁଁ ଲେଖୁନି। ଲେଖିବି କାହିଁକି? ତାକୁ ପଢ଼ି ଦେଇକିରି ଖଟ ତଳକି କୋଡ଼ି ଗୁଡ଼ା ଭୁଆ ଦେବେ, ଆଉ କାହିଁକି ଲେଖା ହେବ? ମ୍ୟାରେଜ୍ ଇଜ୍ ଦ ନଟ୍ luxurious life, maintain to luxurious life. So what is marriage? Marriage is the carriage of all responsibility. ଦାୟିତ୍ୱକୁ ବହନ କର, ତାହେଲେ ଯାଇକିରି ବିବାହ ବା ଆମର ଏଇ ଯେଉଁ କ'ଣ ସବୁ ଇଏ ସବୁ ସାର୍ଥକ ହେବ। ଆଉ ମୁଁ ପୁଅ ବାହାଘର କଲି, 50 ଛେଳି କାଟିଲି, କେତେ ଦମ୍ଭରେ ସେ କହୁଛି। ମୋତେ ଯଦି ଗୋଟେ କିଏ ପାୱାର କ'ଣ ଦିଅନ୍ତା, ଏମିତିଆ ଯିଏ କହିବ ତାକୁ ଗୋଟେ ଖେଞ୍ଚି ଦେବୁ, ନହେଲେ ମୁଁ ନିଶ୍ଚୟ ତା ପିଠିରୁ କି ପେଟରୁ ଟିକେ ଖେଞ୍ଚି ଦିଅନ୍ତି, ସେମିତି ରକ୍ତ ହୁଅନ୍ତା। ଛେଳି କାଟି, କୁକୁଡ଼ା କାଟି, ମେଣ୍ଢା କାଟି ତୁମେ ବାହାଘର କରୁଛ। ବାହାଘରରେ ମନ୍ତ୍ର ପଢ଼ା ହେଉଛି ଘଣ୍ଟାଏ, ଖାଇବା ପିଇବା ପାଇଁ ଯାଉଛି 2 ଦିନ। ସେ ପାରାଦୀପରୁ ଚୁଙ୍ଗୁଡ଼ି ଆସିବ, ବାଲୁଗାଁରୁ କଙ୍କଡ଼ା ଆସିବ, ଆଉ କେଉଁଠୁ କ'ଣ ଆସିବ? ଏଇ କ'ଣ ବାହାଘର? ତୁମେ ଜନ୍ମ ଯେତେବେଳେ ହେଇଛ ମାତୃଗର୍ଭରେ, ସେତେବେଳେ ମଧ୍ୟ ତୁମେ ବିବାହ ହେଇକିରି ତାପରେ ମର୍ତ୍ତ୍ୟକୁ ଆସିଲ। ତମ ବିବାହର ପ୍ରଥମ ବିବାହର ସରିଛି ମାତୃଗର୍ଭରେ। ମାତୃଗର୍ଭରେ ତମେ ବଞ୍ଚିଲ କେମିତି? ତେଣୁ ମାତୃଗର୍ଭରେ ହିଁ ତୁମେ ସବୁ ସ୍ୱୀକୃତ ଦୁଷ୍କୃତ ସବୁ ନେଇକିରି ଆସିଛ। ତେବେ ଯଦି ଯାହାଙ୍କ ଠାରୁ ତୁମେ ନେଇକିରି ଆଇଲ, ତାଙ୍କ ପାଇଁ ତୁମେ କରିଛ କ'ଣ? କ'ଣ କରିବାକୁ ଇଚ୍ଛା କରିଛ? ତାକୁ ବି ଟିକେ ଭାବ। ତୁମେ ଜୀବନରେ ତାଙ୍କ ଠାରୁ ଆସିଲ, ତାଙ୍କ ପାଇଁ ତୁମେ କରିଛ କ'ଣ? କ'ଣ ତାଙ୍କ ପାଇଁ ଜୀବନରେ କରିବ? ତେଣୁ ଏଇସବୁ କଥାକୁ ଆମେ ଚିନ୍ତନ କଲେ, ଚିନ୍ତନ ଟିକେ ଭାବିଲେ ତ କେତେ କଥା ହେବ। ବାଟରେ ଚାଲି ଯାଉଛ ଗୋଟେ ସାଇକେଲରେ, କିଏ ଗୋଟେ ମୋଟର ସାଇକେଲରେ ଚାଲି ଯାଉଛି, ଯେଉଁଟ ମାନେ ସର୍କସ ପାର୍ଟି ମୁଁ ପିଲାଦିନେ ଦେଖିଥିଲି। ତୀର୍ତ୍ତୋଲରେ ଗୋଟେ ସର୍କସ ପଡ଼ିଥିଲା, ଭାରତ ସର୍କସ ମୁଁ ଯାଇଥିଲି ଦେଖିବା ପାଇଁ। ସେଇ ସର୍କସଟା କାଳ ମନେ ଅଛି, ଆଉ କେଉଁ ସର୍କସ ମନେ ନାହିଁ। ସର୍କସ ଦେଖିଲା ଭଳିଆ ଲୋକ ଏସବୁ ଯାଉଛନ୍ତି ଗାଡ଼ି ମଟରରେ, ସର୍ ସାର୍ ଧର୍ ସାର୍ ଚାଲେ, ସତେ ଯେମିତି ଗୋଟାଏ ଯୁଦ୍ଧକ୍ଷେତ୍ରକୁ ଯାଉଛନ୍ତି। ଇଏ ଯୁଦ୍ଧକ୍ଷେତ୍ରକୁ ଯାଇକିରି ସର୍କସ କରୁଛନ୍ତି, ସେ କ'ଣ ସେ ସର୍କସରୁ ସେ କ'ଣ ଶିଖୁଛନ୍ତି? ତେଣୁ ଏ ସବୁ କଥାରେ କିଛି ନାହିଁ।
ये मोटरसाइकेल चलेबा गाड़ी चलेबा आमे हो आमे आमे गोटे एमती कर्मी लोक कर्म सेठी नहीं साइकेल तुमको बंचई पारिबनी मोटरसाइकेल बंचई पारिबनी तुमको दूर बात नहीं जीव निकट में पहुँचे देव किंतु निये किए इच्छा शक्ति तुम भीतर जे पर्यंत इच्छा शक्ति नहीं से पर्यंत किसी हम नहीं यदि किए जड़े मृदंग बजाऊँ किए जड़े हारमोनियम किए जड़े गिनी किए जड़े आम गौरांग भल नाचुची ये सब जो हो एका दिन है सब हो गला आस्ते आस्ते होगा ना आप बाबा भाया बर्तमान एमती जाऊँ सेमती जाऊँ लोक सब कहूना आम जो शुणुचु एबे कहूना आगुरी कहते तेबे एमती आउे सेमती आउे सेमती अरे ये गुड़ाक है केमिटी यही जो मटी आम जो स्थान आम बईचे ये थिला बालीगदा यही जगहटा गोटे बालीगदा था सी बाली की गोटे व्यवहार करने आम पाखे पैसा नाला केसरला ग्रामर पिला माने सेतबेले प्राय आसुथिले टिके प्रार्थना करने से माने दिने उठिले एका हाथ बाली भर्ती कर दे कौन समान कर दे चलीगले तेणु आम हाथ में सबू कथा अच्छी आम सबकि किंतु इच्छा शक्ति आमर कमी जाइए गीतार से कहले जोगस्थं कुरु कर्मा जहाँ करुच चिंता करी कर आउ जो कामटी करुच से काम ती जमी भल लोक लोक प्रशंसित हब कर आजिकल बाहाघर सब हो बहुत बाहाघर हो हाँ बाहाघरटा होती डीजी बाजे बोली बाहाघर होती तुम भाया टोका माने बा तुम भाया झील माने नाचिए बोली तुम्हें बापा अजा को बापा अजा बड़ भाई मामू माई को आगे तुम्हें जो गांधी मुंड हल नाचुच तुमको टिके नाज मारूनी तुम भितर लज्जार गंध नाई तुम पार्टी बाहरुची मद गंध हाथ गोड़ हलुची गोड़ गोटे जगार हाथ गोटे जगार यही हूँ बाहाघर एगुड़ाक सब चली उपभोग एगुड़ाक बिल्कुल बाहाघर फागर किसी नुह गोटे लोक कहला मु बाहाघर मु बाहाई कौटी बाहल मु जानिक पचारि कौट जान कौट बाहल से घर कहला कौट बाहल कहला गोटा कौ मंदिर में मु बाहा बोले सी बाहाघरटा पुणी केमिटी ना किसी नहीं से गोटे फूल मत देला मु गोटे फूलटा गोटे बाहाघर हो गला मुझे फूल गोटे तुम बेकर से पकईदेला ता बोले मो बेकर बा सबुदिन फूल पड़ुची क्या मतरे कि बाहर कहना मो बेकर दिने दिने फूल पड़ुची माने मुझे गोटे बाहादुरिया कथा मु कहूनी सत कथा कहूनी माने मो बेक कौन हो जाए मु कौन से बाहापी फूल पकाऊँगी फूल हूँ गोटे निमंत्रण बा श्रद्धा बा निमंत्रण गोटे श्रेष्ठ पदम जमी घर को जड़े कुणिया आइले सरबत टिके आम दबा ये सब बाहाघर फागर किसी नुहे
ଖାଲି ମନ୍ଦିରରେ ଫୁଲମାଳ ପକାଇଦେଲେ ବାହା ହେଇଯାଉଛ? ଏଇଭଳି ଭାବରେ ବାବୁ ସନ୍ଧ୍ୟା ସତ୍ସଙ୍ଗରେ ମୋତେ ତ ଆଉ ବେଶୀ ରାମାୟଣ ଭାରତ ଏସବୁ କହିବା ପାଇଁ ମୁଁ ଆସ୍ତେ ଆସ୍ତେ ଭୁଲି ଯିବାକୁ ଚେଷ୍ଟା କରୁଛି। କାରଣ ମୁଁ ଭୁଲି ଯିବାକୁ କାହିଁକି ଚେଷ୍ଟା କରୁଛି, ତାକୁ ମନେ ରଖି ମୁଁ କରିବି କ'ଣ? ହଁ ଧରାଯାଉ ମୁଁ ରାମାୟଣକୁ ପୁରା ମନେ ରଖିଛି, ମୁଁ କରିବି କ'ଣ? ତାକୁ କହିବି କାହା ଆଗରେ? ଯାହା ମୁଁ କହିବି ତାକୁ ମାନିବ କିଏ ଆଉ କାର୍ଯ୍ୟରେ ପରିଣତ କରିବ କିଏ? ଯଦି କେହି କାହାର କିଛି କହିବାର ନାହିଁ, ମୁଁ କାହିଁ ଝୁଡ଼ା ମୁଖସ୍ତ କରି କହିବି? ଯିଏ ତାଙ୍କର କହୁଛନ୍ତି କହନ୍ତୁ, ଆମର କ'ଣ ଯାଉଛି? କିନ୍ତୁ ଆମର ଯେତିକି ଦରକାର, ଯାହା କରିବା କଥା, ଯାହା କହିବା କଥା, ଯେତିକି ଦରକାର ଆମେ ଜୀବନରେ ସେତିକି କରିବା। ସେତିକି ହିଁ ଆମ ଜୀବନର। ମୁଁ ଏଇଠି ଗୋଟିଏ ଛୋଟିଆ ଉଦାହରଣ ଦେବି। ସେ ନନା ବସିଛନ୍ତି ପେଣ୍ଠ ବନ୍ଧକଟାର ରଙ୍କାଳ ମୌଜା। ସେ ଜଣେ ଅଭିନେତା ଥିଲେ। ତାଙ୍କ ବାପା ଜଣେ ଭଲ ତବଲା ବାଦକ ଥିଲେ। ସେ ତାଙ୍କ ଯୁବକ ସମୟଟି ତାଙ୍କର ଏଇ ଆଶ୍ରମରେ କଟିଛି। ସେ ପୁଣି କଟିଛି କେମିତି? ସେତେବେଳେ ଆମ ପାଖରେ ବସ୍ତା ନଥିଲା, ନା ଟିଣ ନଥିଲା, ନା ଘୁମ ନଥିଲା, କି ଓଳିଆ ନଥିଲା। ଏଇ ସବୁ ଟିଣ ଫିଣରେ ବୋତଲ ଫୋତଲ ସବୁ। ସିଏ ଏଇ ଆଶ୍ରମକୁ ବର୍ଷ ବର୍ଷ ଧରି ଜଗିଛନ୍ତି। ବର୍ଷେ ନୁହେଁ, 6 ମାସ ନୁହେଁ, 5 ବର୍ଷ 3 ବର୍ଷ ବି ଜଗିଛନ୍ତି। ସିଏ ଥାଆନ୍ତି, ଆଉ ଜଣେ ଥାଆନ୍ତି। ଆଚ୍ଛା, ସିଏ ଜଗିଥିଲେ। ଆମେ ସେବେଳେ କେଉଁଠି ଥାଉ? ଆମେ କେଉଁଠି ଥାଉ ଆମେ ବି ଜାଣୁ। ମାନେ କେତେବେଳେ ବିଲରେ ଥାଉ, କେତେବେଳେ ଜଙ୍ଗଲରେ ଥାଉ, କେତେବେଳେ ପାହାଡ଼ରେ ଥାଉ। ଇଏ ଜୀବନ ଏଇଭଳି ଭାବରେ କଟିଛି। କେଉଁଠି ମାଡ଼ ବି ଖାଉ, କେଉଁଠି କଞ୍ଚା କଖାରୁ ଆଳୁ ବାଇଗଣ ଖାଉ। ଏଇଭଳି ଜୀବନ ଆରମ୍ଭ ହେଇଥିଲା। କିନ୍ତୁ ଆଜି ମୂଲ ଲାଗିଥା ମୂଲିଆ, ଦିନେ ପାଇବ ମଜୁରୀ। ତେଣୁ ଯଦି ତୁମେ ପ୍ରକୃତରେ କର୍ମକୁ ଭଲ ପାଇବ, ଦୁନିଆରେ ସବୁ କିଛି କରିପାରିବ। ଗୋଟେ ଖଡ଼ା ଗଛ ଯଦି ଆଜି ବୁଣିଦେବ, 7-8 ଦିନ କି 10 ଦିନ ଭିତରେ ସେ ଖଡ଼ାକୁ କାଟିକିରି ମଧ୍ୟ ପଖାଳ ଭାତ ସାଙ୍ଗରେ ଖାଇପାରିବ। ତେଣୁ କର୍ମବିହୀନ ପ୍ରାଣୀ, କର୍ମଭୀରୁ ପ୍ରାଣୀ ହେଉଛନ୍ତି ଇଏ ସମାଜର ସବୁଠାରୁ ବଡ଼ ଅଲକ୍ଷଣା। ତାଙ୍କ ମୁହଁ ଚାହିଁଲେ ପାପ ପ୍ରବେଶ କରିବ। ତେଣୁ ସଜ୍ଜନ, ଆମେ ସମସ୍ତେ ଇଏ କଥା ବେଶୀ ବଡ଼ କଥା ନୁହେଁ। ମୁଁ କହୁଛି ବୋଲି ଆପଣମାନେ ଶୁଣୁଛନ୍ତି, ଇଏ ଗୋଟେ କଥା। କିନ୍ତୁ ପ୍ରକୃତରେ ବଡ଼ କଥା କିଛି ନାହିଁ। ଇଏ ନିତ୍ୟ ନୈମିତ୍ୟ କଥା କେଉଁ ଯୁଗରୁ ଆଇଛି। ମୁଁ କରୁଛି, ମୋ ପୁଅ କରିବ, ମୋ ପୁଅ କରିବ, ମୋ ପୁଅ କରୁଛି, ମୋ ନାତି କରିବ। ନାଇଁ, ବାପ ଯାହା କରୁଛି ପୁଅ ସେୟା କରୁନି। ମୁଁ ତାକୁ ଓଲଟା କହିଦେଲି। ପୁଅ ବି ଯାହା କରୁଛି, ତା ନାତି ବି ସେ କଥା କରୁନି। ଯଦି ସମାଜ ଏଇଆ ହୁଏ, ତାହେଲେ ଇଏ ହେଉଛି ମର୍ତ୍ତ୍ୟ ବୈକୁଣ୍ଠ। ଏଇ ଯେଉଁ ଧାମରେ ଆମେ ବହିଛେ, ଏଇ ଧାମଟା ହେଉଛି ମର୍ତ୍ତ୍ୟ ବୈକୁଣ୍ଠ। ଇଏ ମର୍ତ୍ତ୍ୟ ବୈକୁଣ୍ଠଟି ଉଜୁଡ଼ିଯିବ। ସେ ଉଜୁଡ଼ିବ, ତାକୁ ଉଜାଡ଼ିବେ କିଏ? ଯେତିକ ମଦ ଖାଇକି ରାସ୍ତାରେ ଗଡ଼ୁଛନ୍ତି,
ସେମାନେ ଉଜାଡ଼ି ଦେଇଛି, ସିଏ ମରିବେ, ତା ପଛେ ଆମେ ହିଁ ମରିବୁ। ତେଣୁ ସେଇ ସୁନ୍ଦର ଦୁନିଆକୁ ରଖିବା ପାଇଁ, ଜୀବନଟିକୁ ପରିବାରଟିକୁ ଟିକେ ସୁନ୍ଦର କରିବା ପାଇଁ ଆମେ ସେଥିପାଇଁ ଯୋଗସ୍ଥମ୍ କୁରୁ କର୍ମାଣି, ସେଥିପାଇଁ ଆମେ ବିଚାର କରିବା, ସାଧୁସଙ୍ଗ କରିବା, ଇତ୍ୟାଦି କରି ଆମେ ଜୀବନରେ ସଫଳ ହେବା। ଆମର ସଫଳତା ଦରକାର, ବିଫଳ ଆମେ ହେବୁନି। ସେଥିପାଇଁ ଠାକୁରଙ୍କ ଦୁଆର ମୁହଁରେ ରଖାଯାଇଥାଏ ଜୟ ବିଜୟ। ହଉ, ଆଜିର କଥା ଏଇଠି ରହିଲା। ମୁଁ 2-3 ଦିନ ରହିବି ବର୍ତ୍ତମାନ। ଯେଉଁମାନେ ଆସିବା କଥା ଆସନ୍ତୁ। ତାପରେ ଯେଉଁମାନେ ବ୍ୟସ୍ତ ହେଇ ପଡ଼ୁଛନ୍ତି ଯେ ବାବା କାହିଁ ଏତେ ବୁଲୁଛନ୍ତି, ହଁ ଟିକେ ବୁଲିବା ଟିକେ କମେଇଦେବା, କିନ୍ତୁ କର୍ମ କରିବାକୁ ପଡ଼ିବ। ତା ନହେଲେ ମୁଁ ବି ଋଣୀ ହେଇଯିବି ପୃଥିବୀର, ମୁଁ ବି ଧରିତ୍ରୀ ମାତାର ଋଣୀ ହେଇକିରି ଯିବି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କଥାରେ ହେଉ ବା କର୍ମ କରିବାକୁ ପଡ଼ିବ। ଏ ହେଉଛି କଥା। ଶେଷରେ ମୋର ଇଷ୍ଟଦେବ ଗୁରୁଦେବଙ୍କ ପଦାବ୍ଜରେ ଆଜିର କଥାକୁ ସମର୍ପଣ କରୁଛି ଏବଂ ଆମ ବିଶ୍ୱ, ଆମ ଦେଶରେ ଯେଉଁ ଅଶାନ୍ତି, ଯୁଦ୍ଧ, ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଇତ୍ୟାଦି ଆସୁଛି, ପ୍ରଶମିତ ହଉ, ସମସ୍ତେ ଶାନ୍ତିରେ ରୁହନ୍ତୁ।